ଯାଦୁଆ ବିକୁଛି ଯାଦୁର ମଲମ ଯାହା ବିଜେଡି ଅବସ୍ଥା ସେଇଆ। ତମେ ଯେତେବେଳେ ପ୍ୟାରି ମାଉତର ସମୟରେ ଶଶୀ ବେହେରା ବୈଷ୍ଣବ ପ୍ରେମୀ ଘୋଡା କିଣୁଥିଲ ଘୋଡା ବିକୁଥିଲ ସେଇଟା କୋଉ ବେପାର ଥିଲା? କୁକୁଡା ବେପାର ଥିଲା। ତମେ ଘୋଡା ଉପରେ ବାଟ ଶିଖେଇଛ। ତମେ ମହାଜନ ସେ ଗତ ସେ ପନ୍ଥା। ବିଜେଡି ବାଲା ଯୋଉ ବାଟ ବୁଦ୍ଧି ବିଦ୍ୟା ଦେଖେଇଛ ବିଜେପି ବାଲା ସେଇ ବାଟେ ଯାଉଛନ୍ତି। ଆଉ ଦିଲ୍ଲୀପ ରାୟ ତ ଖାଲି ବିଜେପି ଲୋକ ନୁହଁ, ସେ ବିଜୁ ପରିବାର ମୂଳ ଲୋକ ନା। ବିଜେଡିର ଫାଉଣ୍ଡର କିଏ? ବିଜେଡିର ଫାଉଣ୍ଡର ବିଜୟ ମହାନ୍ତ, ଦିଲ୍ଲୀପ ରାୟ। ମୁଁ ବାରମ୍ବାର କହିଛି ନବୀନ ପଟ୍ଟନାୟକ ଉପଭୋକ୍ତା, ତାଙ୍କୁ କପା ମୁଣ୍ଡ ହେଇ ଥୁଆ ହେଇଥିଲା, ମୁଣ୍ଡଟା ଚାଲିଲା। ତେଣୁ ବିଜୁ ପଟ୍ଟନାୟକଙ୍କ ହାତ ଧରି ରାଜନୀତି କଲା ବିଜୟ ମହାନ୍ତ ବେଇମାନି କଲେ ଅମକ ଯୋଉ ଲୋକ କହୁଛନ୍ତି ସେମାନେ ବି ତାଙ୍କ ସାଙ୍ଗେ ଆଲାଏନ୍ସ ହେଇକି ଥିଲେ। ଦିଲ୍ଲୀପ ରାୟ ସବୁ ଟ୍ରଷ୍ଟେଡ୍ ଲୋକ। ଦିଲ୍ଲୀପ ରାୟକୁ ନବୀନ ପଟ୍ଟନାୟକ କାହିଁ ବାହାର କରିଦେଲେ? କଣ ପାଇଁ ନଳିନୀ ମହାନ୍ତି ବାହାର କରିଦେଲେ? ଜୀବନରେ ପଛପଟୁ ଛୁରୀ ମାରିବାରେ ବେଇମାନି ବିଶ୍ୱାସଘାତ ଟ୍ୟାଗ ଲାଇନ୍ ଯଦି କାହାକୁ ଲାଗିବ ନବୀନ ପଟ୍ଟନାୟକ ମୁଣ୍ଡରେ ବଡ ପଟ୍ଟେ ବନ୍ଧା ହବ। ନବୀନ ପଟ୍ଟନାୟକ ବେଇମାନି ବିଶ୍ୱାସ କରିଛନ୍ତି ମାୟାବତୀ ଭଳିଆ ଜାତୀୟ ସ୍ତର ନୀତି ସାଙ୍ଗରେ ପଡିବନି। କେବଳ ପଛପଟୁ ଛୁରୀ ମାରିବା ଆଉ ଛୁରୀ ମାରିବାରେ ନବୀନ ପଟ୍ଟନାୟକ ଗିରିଯିବୁ ରେକର୍ଡ ଭାଙ୍ଗିଦେବେ। ଛୁରୀ ମାରିବାରେ କେଜାଏ ଲୋକଙ୍କୁ 20 ବର୍ଷ ବାହାର କରିଛନ୍ତି। ପୁରା ବିଜେଡି କି ବିଜେଡି ମୁକ୍ତ କରିବାର ନବୀନ ପଟ୍ଟନାୟକ ଏକ ନମ୍ବର ଲୋକ। ତାଙ୍କ ବନ୍ଧୁ ଏଇ ସିଂହଦେଓ, ତାଙ୍କ ନଳିନୀ ମହାନ୍ତି, କମଳା ହାସ, ଯେତେ ଲୋକ ଦାମ ରାଉତ, ନବୀନ ପଟ୍ଟନାୟକ କ୍ରୁଏଲିଟି ପଲିଟିକାଲ କେହି ଜାଣିନାହାନ୍ତି। ସେ ସବୁବେଳେ ନେତା ନେତା ଲଢେଇବେ, ପରସ୍ପର ଥଟ୍ଟା କରିବେ, ଚୁଗୁଲି କରିବେ। ଦାମ ରାଉତ, ବିଷ୍ଣୁଦାସ ସବୁ ଲୋକଙ୍କୁ ଲଢେଇବେ। ଏଥିରୁ ପରମାନନ୍ଦ ପାଉଥିଲେ। ପ୍ରଥମ ଥର ଦେଖିଲି ମୋରି ସାଙ୍ଗରେ ମୋ ଘରେ ଲୁଙ୍ଗି ଡ୍ୟାନ୍ସ କରିକି ଲୋକ ମୋ ଲୁଙ୍ଗି ଖୋଲିଦେଲେ, ଏଇଟା ନବୀନ ପ୍ରଥମ ଦେଖିଲି। ଏ ପ୍ରଥମ ଲୁଙ୍ଗି ଡ୍ୟାନ୍ସର ଆନନ୍ଦ ନବୀନ ପଟ୍ଟନାୟକ ବିରୋଧୀ ଦଳ ପାଇଲେ। ହାଫ ପ୍ୟାଣ୍ଟ ପିନ୍ଧିକି ବେଲ୍ଟ ଟାଣିଥିଲେ ଯାହା ହେଇଥାନ୍ତା, ଏମିତି କାଇଦାରେ ନେଳି ଲୁଙ୍ଗି ଫସିଦେଲେ, ଲୁଙ୍ଗି ପୁରା ଖସି ପଇଲା। ଏଇ ଯୋଉ ବିବସ୍ତ୍ର କରାଯାଏ, କ୍ଷମତା ବଳରେ ଜନମତକୁ ବିଭ୍ରାନ୍ତ କରାଯାଏ, ବିଧାୟକ ମାନଙ୍କୁ ଘୋଡା କରି କିଣାଯାଏ, ଏଇ ଯୋଉ ମହାନ ମାର୍ଗଟି ନବୀନ ପଟ୍ଟନାୟକ ଦେଖେଇଥିଲେ, ବିଜେପି ସେ ମାର୍ଗରେ ଚାଲିଗଲା। ନବୀନ ପଟ୍ଟନାୟକ ଷଣ୍ଢ ହେଇ ଭେଡ ଭାଙ୍ଗିଥିଲେ, ବିଜେପି ବାଲା ଗଳିବାରେ ଦେଇ ପଶିଗଲେ। ଘୋଡା ବେପାର ଲାଜ ମାରିବା କଥା, ସେ କହିବା କଥା ନୁହଁ। ଯେ ରାଜ୍ୟରେ କିଣା ବିକା ଘୋଡା ହବା, ଏମଏଲଏ ମୁଣ୍ଡରେ ବନ୍ଧୁକ ଲଗେଇବା, ଏମଏଲଏ କୁ ହାଇଜାକ୍ କରିବା, ଅନ୍ୟ ସମ୍ପତ୍ତି ଜାଲିଆତି ତଦନ୍ତ କରିବା, ଏସବୁ କାମ କିଏ କରୁଥିଲା? କ୍ରମାଗତ ଭାବେ ବିଜେଡି ଗୋଟେ କୁଶ୍ଚିତ ପରମ୍ପରା କରିଥିଲା। ଓଡିଆ ଲୋକଙ୍କୁ ଅସମ୍ମାନ କରିବା, ଓଡିଆ ଲୋକଙ୍କୁ ପଦ ପଦରେ ରଖିବା ନାହିଁ। ଏ ଯୋଡେ ଲୋକଙ୍କୁ ବିଜେଡି ଟିକେଟ ଦେଲା। ଗଣତନ୍ତ୍ର ବିଧାୟକ ବସିଥିଲେ, ବିଧାୟକ ଦଳ ବୈଠକ ହେଇ ଫାଇନାଲ ହେଇଥିଲା। ଏଇ হবে କାହିଁ ସଞ୍ଜୟ ଦାସଙ୍କୁ କଲନି, କାହିଁ ବବି ଦାସଙ୍କୁ କଲନି? ଦଳ ସହିତ ସନ୍ତୃପ୍ତ ବିଧାୟକ ଏକାଠି ରଖିବେ। ତମେ ଭାବୁଛ ମୋ ସମ୍ପତ୍ତି କିଏ ଦିଲ୍ଲୀ ଏକାଠି ରଖିବ, ମୋ ପାଇଁ କିଏ ଡିଲ୍ କରିବ? ସନ୍ତୃପ୍ତ କରିଦେଲ। ଯଦି କରିଦେଲ ଏବେ ସମ୍ଭାଳ। ସନ୍ତୃପ୍ତ ଉପରେ ସମ୍ଭାଳିବେ ନା ତଳେ କିଏ ସମ୍ଭାଳିବେ? ତମର ଯେତିକି ଲୋକ ଅଛନ୍ତି, ବବି ଦାସ ଭୂମିକା ଜଣା ପଡୁନି। ତମେ ତ ଛେଳି ମେଣ୍ଢା ହେଲେ ଘୋଷାରି ନେଲେ, ତମ ସାଙ୍ଗରେ ଯାଇକି ଲୋକ ତମ ଆଖିରେ ବାଡେଇଲେ। ଏଇଥିରୁ ଜାଣନ୍ତୁ ନଟ୍ ଓନ୍ଲି ନବୀନ ପଟ୍ଟନାୟକ, ବିଜେଡି ଉପରେ ଅନ୍ୟ ଲୋକଙ୍କ କର୍ତ୍ତୃତ୍ୱ ନାହିଁ। ଯଦି ଅନ୍ୟମାନେ ମେଳି ଭାଙ୍ଗିବେ, ସେ ଦଳ ଏନସିପି ଆଉ ଉଦ୍ଧବ ସେନା ଶିବସେନା ଭାଙ୍ଗିଗଲା, ବିଜେଡି ଖଣ୍ଡ ଖଣ୍ଡ ହେଇଯିବ। କେହି କାହା ପିଠିରେ ପଡିବେନି, ଯିଏ ଯୁଆଡେ ଭାଙ୍ଗି ପଳେଇବେ।